ଇନଷ୍ଟଣ୍ଟ ଜାହାଜ ନୁହେଁ ବରଂ ମଣିଷ ମରା ଜାହାଜ। ଏହି ଜାହାଜରେ ପ୍ରାୟ 10ରୁ ଅଧିକ କ୍ୟାଡେଟ୍ ମରିସାରିଲେଣି। ଜାଣି ଶୁଣି ଲୁଚାଇଛି ସବୁ ସତ, କର୍ମଚାରୀକି ବି ଚୁପ୍ ରଖିଛି କମ୍ପାନୀ। ହଁ ଦର୍ଶକ ବନ୍ଧୁ, ଆଜି ପର୍ଯ୍ୟନ୍ତ ଜାହାଜରୁ ନିଖୋଜ ହେବାର ପ୍ରାୟ 1 ମାସ ହୋଇଗଲାଣି ସାର୍ଥକଙ୍କର। ହେଲେ ବି ସାର୍ଥକଙ୍କର କିଛି ବି ଖବର ମିଳିନାହିଁ। ଏବେ ଶୁଣିବାକୁ ମିଳୁଛି କି ଜାହାଜ ଭିତରେ ହିଁ ଲୁଚାଇ ରଖାଯାଇଛି ସାର୍ଥକଙ୍କୁ ଜାହାଜ କର୍ତ୍ତୃପକ୍ଷ। ସାର୍ଥକ ଜାହାଜ ଭିତରୁ ନିଖୋଜ ହୋଇଛନ୍ତି ନା ଜାଣିଶୁଣି ସାର୍ଥକକୁ ନିଖୋଜ କରାଯାଇଛି? ସାର୍ଥକ ବର୍ତ୍ତମାନ ଜୀବିତ ନା ମୃତ? ଏବେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବ। ସମୁଦ୍ର ମଝିରେ କୁଆଡ଼େ ହଠାତ୍ ଉଭାଇ ଗଲେ ଓଡ଼ିଆ ପୁଅ ସାର୍ଥକ। ସାର୍ଥକଙ୍କ ସହ କ'ଣ ସବୁ ହୋଇଥିଲା? କ'ଣ ପାଇଁ ତାଙ୍କର ଏବେ ପତା ମିଳୁନାହିଁ? ଏହି ସବୁ ପ୍ରଶ୍ନର ଉତ୍ତର ଏବେ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଲାଣି। କମ୍ପାନୀ କର୍ତ୍ତୃପକ୍ଷର ସବୁଠାରୁ ବଡ଼ ଭୂମିକା ରହିଛି ଏଥିରେ, ଯାହାକି ସାର୍ଥକଙ୍କର ମା ଓ ମାମୁଁ ସିପ୍ରୁ ଖୋଜାଖୋଜି କରି ସିଙ୍ଗାପୁରରୁ ଆସିବା ପରେ ଓଡ଼ିଶା ଆସିବା ପରେ କହିଛନ୍ତି। ସିଙ୍ଗାପୁରରେ ହଠାତ୍ ନିଖୋଜ ହୋଇଗଲେ ସାର୍ଥକ। କାନ୍ଦୁଛି ପୁରା ପରିବାର। ଓଡ଼ିଆ ଟୋକା ହଠାତ୍ କିପରି ସମୁଦ୍ର ମଝିରୁ ଉଭାନ ହୋଇଗଲେ? ସବୁଠାରୁ ବଡ଼ କଥା ହେଉଛି କି ସାର୍ଥକଙ୍କର ଏଭଳି ନିଖୋଜ ପରେ ନିଶ୍ଚିନ୍ତ ଭାବରେ ଜାହାଜ କର୍ତ୍ତୃପକ୍ଷର ହିଁ ହାତ ଅଛି, ଯାହା ସାର୍ଥକଙ୍କର ମା ଓ ମାମୁଁଙ୍କର କଥାରୁ ଜଣାପଡ଼ୁଛି। ଯଦି ବି ଏସବୁ ଜାଣିଶୁଣି ହୋଇଛି, ତେବେ ସାର୍ଥକଙ୍କ ସହ ବହୁତ ଖରାପ ହୋଇଛି। ସାର୍ଥକ ଜାହାଜ ଭିତରେ ଅନୈତିକ କାରବାର ଦେଖିପାରନ୍ତି, ଯାହା ସିପ୍ କମ୍ପାନୀ ପାଇଁ ବହୁତ ବିପଦ ପାଲଟିଥାନ୍ତା। ଆଉ ସେଥିପାଇଁ ହୁଏତ ସାର୍ଥକଙ୍କୁ ବନ୍ଦୀ କରି ରଖାଯାଇପାରନ୍ତି, କିମ୍ବା ସାର୍ଥକଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇବା ପାଇଁ ସିପ୍ରେ ତାଙ୍କ ସହ କିଛି ଜାଣିଶୁଣି କରାଯାଇଛି। କାରଣ ଜାହାଜ ସାରା ସର୍ଚ୍ଚ କରିବାକୁ ସହଯୋଗୀ କରିନାହିଁ ସିପ୍ କମ୍ପାନୀ। କେବଳ ସାର୍ଥକଙ୍କ ଚାମ୍ବର ଓ ରୁମ୍ ଛଡ଼ା ସେମାନଙ୍କୁ ଜାହାଜର ଅନ୍ୟ କୌଣସି ସ୍ଥାନକୁ ମଧ୍ୟ ଛଡ଼ାଗଲା ନାହିଁ ଓ କୌଣସି କର୍ମଚାରୀମାନଙ୍କୁ କଥାବାର୍ତ୍ତା କରିବାକୁ ଦିଆଗଲା ନାହିଁ। ଓ କମ୍ପାନୀ କର୍ମଚାରୀ ଜାହାଜରେ ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ସାର୍ଥକଙ୍କ ମା ଓ ମାମୁଁ। ଏଥିରୁ ସ୍ପଷ୍ଟ ଭାବେ ଜଣା ପଡ଼ିଯାଇଛି କି ବଡ଼ କଥା ଲୁଚାଇବାକୁ ଚେଷ୍ଟା କରୁଛି ଜାହାଜ କମ୍ପାନୀ। ପ୍ରାୟ 45 ମିନିଟ୍ ଧରି ଜାହାଜରେ ସେମାନେ ଖୋଜାଖୋଜି କଲା ପରେ ମଧ୍ୟ ସାର୍ଥକଙ୍କର କୌଣସି ପତା ମିଳିନଥିଲା। ଆଉ ନିରାଶ ହୋଇ ସାର୍ଥକଙ୍କ ମା ମାମୁଁ ଓଡ଼ିଶା ଫେରିଥିଲେ। ଯଦି ବି ଏପର୍ଯ୍ୟନ୍ତ ସିସିଟିଭି ଯାଞ୍ଚ ହୋଇନି, ତାହେଲେ ସିସିଟିଭିରେ ହିଁ ରହିଛି ସାର୍ଥକଙ୍କର ଆଗର ଚାଲିଚଳନ ଓ ସେ କେଉଁ ଅବସ୍ଥାରେ ଏବଂ କେଉଁଠି ନିଖୋଜ ହୋଇଛନ୍ତି, ଏବଂ ସବୁ ସିସିଟିଭି କ୍ୟାମେରାରୁ ଜଣାପଡ଼ିବ। ସେଥିପାଇଁ ହୁଏତ ଏପର୍ଯ୍ୟନ୍ତ ଜାଣିଶୁଣି କମ୍ପାନୀ କର୍ତ୍ତୃପକ୍ଷମାନେ ସିସିଟିଭି ଯାଞ୍ଚ କରିନାହାନ୍ତି।